କୋଉଠୁ ଆସିଥିଲେ ପ୍ରଭୁ? ଯାଜପୁର ବରି ଆସିଛି ଗ୍ରାମ ମହାପ୍ରଭୁ ଦର୍ଶନ କଲି। ଆପଣ ଦର୍ଶନ କଲେ? ଦର୍ଶନ କଲି। କିପରି ଭାବରେ ଆପଣ ଦର୍ଶନ କଲେ? ପ୍ରଭୁଙ୍କୁ ଦର୍ଶନ କଲି, ଭଲ ଭାବରେ ଦର୍ଶନ କଲି। ଠାକୁର ପୁରା ଦେଖାଦେଲେ, ପୁରା ଦେଖାଦେଲେ? ପୁରା ଦେଖାଦେଲେ। ଆପଣଙ୍କୁ ଦେଖାଯାଉ ତ ସବୁ? ଜନ୍ମ ଦେଖାଯାଉ ନାହିଁ ଆଜ୍ଞା। ଠାକୁରଙ୍କର ଆଜ୍ଞା ମୁଁ ଦେଖିଲି ଠାକୁର ପ୍ରଭୁ ମୋ ପ୍ରତି ଧରି ନେଇଗଲେ, ମନ୍ଦିରକୁ ଧରି ନେଇଗଲେ। ଏମିତି ଆପଣଙ୍କ ମୋ ହାତ ଧରିକି ନେଲା ଭଳିଆ ନେଇ ଚାଲିଗଲେ। ଯାହାଙ୍କର ଆଖି ନାହିଁ ସେ କିପରି ଭାବରେ ଜଗନ୍ନାଥଙ୍କୁ ଦେଖିପାରେ? ସେ ଭାବ ଯୋଉ ଆପଣଙ୍କର ଭିତରେ ଆସିଲା ଯେ କି ପ୍ରଭୁଙ୍କୁ ଆପଣ ଦେଖିଲେ, କିପରି ଭାବରେ ଦେଖିଲେ ତାହା ସମସ୍ତେ ଜାଣିବା ଦରକାର। ପ୍ରଭୁଙ୍କୁ ଦେଖିଲି, ପ୍ରଭୁ ବସିଛନ୍ତି, ଆଜ୍ଞା ସିଂହାସନରେ ବସିଛନ୍ତି। ଆଜ୍ଞା ମତେ ଠାକୁରେ 10 ଟଙ୍କା ଆପଣ ଦାନ ଦେଇଛନ୍ତି, ଠାକୁର ମୋ ହାତକୁ ଦେଇଛନ୍ତି। ମହାପ୍ରଭୁ ଦେଇଛନ୍ତି? ଦେଇଛନ୍ତି, କାହିଁକି ମିଛ କହିବି? ଠାକୁର ମୋତେ 10 ଟଙ୍କା ଦେଇଛନ୍ତି। ବ୍ରାହ୍ମଣ ରୂପେ ପ୍ରଭୁ ଆସି ମତେ ଧରି ନେଇଗଲେ, ନେଇ ସେଠି ଦର୍ଶନ କରାଇଲେ। ଦେଖିଲେ ଯା ଆଣିକି ପଦାରେ ପ୍ରଭୁ ଛାଡ଼ି ଦେଇଗଲେ। ପ୍ରଭୁଙ୍କୁ ଯେତେବେଳେ ଆପଣ ଦର୍ଶନ କଲେ, ମହାପ୍ରଭୁଙ୍କର ଅନ୍ତର ଦୃଷ୍ଟିରେ ଆପଣ ଦେଖୁଥିଲେ, କାହିଁକି ନା ଇଏ ତ ବାହାର ଦୃଷ୍ଟିରେ ସବୁ କିଛି ଅଲଗା, କିନ୍ତୁ ଅନ୍ତର ଦୃଷ୍ଟିରେ ଯେତେବେଳେ ପ୍ରଭୁଙ୍କୁ ଦେଖୁଥିଲେ ସେତେବେଳେ ନିଶ୍ଚିତ ଭାବରେ ପ୍ରଭୁ କିଛି କହିଥାନ୍ତି। ପ୍ରଭୁ କଣ କହିଲେ? ପ୍ରଭୁଙ୍କୁ ମତେ ପ୍ରଭୁ କହିଲେ, ଯାଅ ତୋର କୌଣସି ଅସୁବିଧା ଘଟିବ ନାହିଁ, ତ ପାଖେ ପାଖେ ସବୁବେଳେ ଅଛି ଅଛି। ତୁ ସବୁବେଳେ ମତେ ଭଜୁଛୁ, ଡାକୁଛୁ, କାନ୍ଦୁଛୁ, ଯା ଆଉ କାନ୍ଦିବାର ନାହିଁ। ତୋ ପାଖରେ ମୁଁ ସବୁବେଳେ ସାହାରା ହେଇକି ରହିଲି। ପ୍ରଭୁ ନିଶ୍ଚିତ ଭାବରେ ସାହାରା ହେଇକି ଅଛନ୍ତି, ଅଛନ୍ତି। ନିଜେ ଚକା ଆଖିରେ ବସିଛନ୍ତି ଆଉ ଆପଣଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି ନା କଣ?